ଗୋଟେ ଦିନ ଗୋଟେ ଲୋକଟେ ସବୁଦିନ ଭଳିଆ ଘରକୁ ପାଣି ଆଣୁଥିଲା ଦୁଇଟା ପଟରେ। ଗୋଟେ ପଟ ମାନେ ପୁରା ଠିକ୍ ଥିଲା, ଆଉ ଗୋଟେ ପଟ ଯେ କଣା ହେଇଯାଇଥିଲା, ଯାହାଥିରୁ କି ପାଣି ବହୁଥିଲା। ଗୋଟେ ଦିନ ଦୁଇ ଜଣ ବସି କଥା ହେଉଥିଲେ। ଆଉ ଯେଉଁ ଭଲ ପଟଟା ଥିଲା ସିଏ କହିଲା ଯେ ତୋତେ ଲାଜ ଲାଗୁନି, ମାନେ ତୁ କଣା ଅଛୁ ଆଉ ମାଲିକ ଯେଉଁ ଏତେ କଷ୍ଟରେ ପାଣି ଫୁଲ୍ କରିକି ଆଣୁଛନ୍ତି, ଆଉ ସେ ସବୁ ତଳେ ପଡ଼ିକି ନଷ୍ଟ ହେଇଯାଉଛି, ମାନେ ମାଲିକର ମାନେ ପରିଶ୍ରମ ସବୁ ନଷ୍ଟ। ଏହା ଶୁଣିକି ସେ ବହୁତ କାନ୍ଦିଲା। ଓ ତାପରେ ସେତେବେଳକୁ ସେ ଲୋକଟା ଆସିକି ତାଙ୍କୁ ବୁଝାଇକିରି କହିଲା, ତମେ ତମେ ନିଜ ନିଜ ବିଷୟରେ ଖରାପ କାଇଁ ଭାବୁଛ? ମାନେ ଗୋଟେ ଜିନିଷ ଭଲ ବି ହେଉଛି, ସେ କଥାଟା ଭାବୁନ। ଆଉ ମୁଁ ଜାଣିଛି ସେ ପଟଟା କଣା ହେଇଯାଇଛି ସତ, କିନ୍ତୁ ସେ ମୋର ଗୋଟେ କାମରେ ବହୁତ ହେଲ୍ପ ବି କରୁଛି। ସିଏ ଯେତେବେଳେ କଣା ହେଇଥିଲା ସେ ପାଣି ଗୁଡ଼ା ସବୁ ତଳେ ପଡ଼ିଥିଲା, ତଳେ ପଡ଼ିକି ସବୁ ଗାର୍ଡ଼େନ୍ ଭିତରକୁ ଯାଉଥିଲା ପାଣିଟା, ଆଉ ଯାହାଥିରେ କି ଗାର୍ଡ଼େନ୍ରେ ମାନେ ଫୁଲ ଗ୍ରୋ ହେବାକୁ ମାନେ ହେଲ୍ପ କରିଥିଲା। ଆଉ ସେଥିପାଇଁ କି ସିଏ ମୋର ବହୁତ ହେଲ୍ପ କରିଛି। ଗାର୍ଡ଼େନ୍ରେ ଯେତେବେଳେ ପାଣି ପଡ଼ୁଥିଲା ସେତେବେଳେ ମାନେ ଫୁଲ ଗ୍ରୋ ହେଉଥିଲା, ଆଉ ସେ ଫୁଲ ଗୁଡ଼ାକୁ ମୁଁ ବିକ୍ରି ବି କରିପାରୁଥିଲି, ଯାହାଥିରେ କି ମୋତେ ଲୋକମାନେ ପଇସା ବି ଦେଉଥିଲେ।